Hello learners, today we discuss about child development and pedagogy part 1. ଏହି ଭିଡ଼ିଓଟି ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି ବିଷୟରେ ଅନ୍ତର୍ଭୁକ୍ତ ଅଟେ। ଏହି ଲେକ୍ଚରଟି ସାଧାରଣତଃ ଓଡ଼ିଆ ଲାଙ୍ଗୁଏଜରେ ବେସ୍ ଅଟେ। ହିୟର ଇଜ୍ ୟୋର ଫାର୍ଷ୍ଟ କ୍ୱେଶ୍ଚନ୍। ପିଆଜେଙ୍କ ମତ ଅନୁଯାୟୀ ମୃତ ସ୍ତରରେ କେଉଁ ଶିକ୍ଷାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟିଥାଏ? ପିଆଜେଙ୍କ ମତ ଅନୁଯାୟୀ ମୃତ ସ୍ତରରେ କେଉଁ ଶିକ୍ଷାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟିଥାଏ? ପ୍ରାଥମିକ ଆନ୍ସର୍ ପ୍ରାଥମିକ ଶିକ୍ଷାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟିଥାଏ। ନେକ୍ସଟ କ୍ୱେଶ୍ଚନ୍। ଜଣେ ଶିକ୍ଷକ ପ୍ରଥମ ଶ୍ରେଣୀରେ ପଢ଼ାଇବା ସମୟରେ ଦୃଷ୍ଟଲିଖନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଜଣେ ଶିକ୍ଷକ ପ୍ରଥମ ଶ୍ରେଣୀରେ ପଢ଼ାଇବା ସମୟରେ ଦୃଷ୍ଟଲିଖନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ସେ କେଉଁ ପ୍ରକାର ବିକାଶକୁ ଲକ୍ଷ୍ୟ କରି ଏହା କରିଥାନ୍ତି? କେଉଁ ବିକାଶକୁ ଆଖି ଆଗରେ ରଖି ଏ ପ୍ରକାର ପଦକ୍ଷେପ ଦୃଷ୍ଟଲିଖନ କରିଥାନ୍ତି? ତ ସାଧାରଣତଃ ଦୃଷ୍ଟଲିଖନ ମାଧ୍ୟମରେ ପିଲାର ସ୍ନାୟୁବିକ ଏବଂ ପେଶୀୟ ଡେଭଲପମେଣ୍ଟ ହୋଇଥାଏ। ଜଣେ ଶିକ୍ଷକ ପ୍ରାଥମିକ ଶ୍ରେଣୀରେ ପଢ଼ାଇବା ସମୟରେ ଦୃଷ୍ଟଲିଖନ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ସେ କେଉଁ ପ୍ରକାର ବିକାଶକୁ ଲକ୍ଷ୍ୟ କରି ଏହା କରିଥାନ୍ତି? ସ୍ନାୟୁବିକ ଓ ପେଶୀୟ ବିକାଶକୁ ଲକ୍ଷ୍ୟ କରି ଏହା କରିଥାନ୍ତି। ସ୍ନାୟୁବିକ ଓ ପେଶୀୟ ବିକାଶର ସ୍ନାୟୁବିକ ପେଶୀୟ, ସ୍ନାୟୁ ମତଲବ ରିଲେଟେଡ୍ ଟୁ ମାଇଣ୍ଡ, ପେଶୀୟ ରିଲେଟେଡ୍ ଟୁ ମସଲ, ଫିଜିକାଲ ମେଣ୍ଟାଲ ଆଣ୍ଡ ଫିଜିକାଲ ଡେଭଲପମେଣ୍ଟ। ବିକାଶର କେଉଁ ଅବସ୍ଥାରେ ଶିଶୁ ନିଜ କାର୍ଯ୍ୟ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରେ? ବିକାଶର ଆଦ୍ୟ ବାଲ୍ୟ ଅବସ୍ଥାରେ। ବିକାଶର ଆଦ୍ୟ ବାଲ୍ୟ ଅବସ୍ଥାରେ ପିଲାଟି ସାଧାରଣତଃ ଏଭଳିଆ କାର୍ଯ୍ୟ କରିଥାଏ ଯାହାଫଳରେ ଅନ୍ୟମାନେ ତା ଆଡ଼କୁ ଯେମିତି ଆକର୍ଷିତ ହୁଅନ୍ତୁ ସେ ଚାହିଁଥାଏ। ତ ଆନ୍ସର୍ ହେଉଛି ଅପସନ୍ ବି, ଆଦ୍ୟ ବାଲ୍ୟ ଅବସ୍ଥା। ବିକାଶର କେଉଁ ଅବସ୍ଥାରେ? ବିକାଶର ଆଦ୍ୟ ବାଲ୍ୟ ଅବସ୍ଥାରେ ଶିଶୁ ନିଜର କାର୍ଯ୍ୟ ପ୍ରତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ। ନେକ୍ସଟ କ୍ୱେଶ୍ଚନ୍। କେଉଁଟି ଶିଶୁର ଆଦ୍ୟ ବାଲ୍ୟାବସ୍ଥାର ବୌଦ୍ଧିକ ବିକାଶର ବିଶେଷ ଲକ୍ଷଣ? ଆଦ୍ୟ ବାଲ୍ୟାବସ୍ଥାର ବୌଦ୍ଧିକ ବିକାଶର ବିଶେଷ ଲକ୍ଷଣ ହେଉଛି ଆନ୍ସର୍ ଆତ୍ମକେନ୍ଦ୍ରିକ ଚିନ୍ତାଧାରା। ଆତ୍ମକେନ୍ଦ୍ରିକ ଚିନ୍ତାଧାରାଟି ଆଦ୍ୟ ବାଲ୍ୟାବସ୍ଥାର ବୌଦ୍ଧିକ ବିକାଶର ଏକ ବିଶେଷ ଲକ୍ଷଣ। ଆଦ୍ୟ ବାଲ୍ୟାବସ୍ଥାର ବୌଦ୍ଧିକ ବିକାଶର ବିଶେଷ ଲକ୍ଷଣ ଆତ୍ମକେନ୍ଦ୍ରିକ ଚିନ୍ତାଧାରାଟି ଆଦ୍ୟ ବାଲ୍ୟାବସ୍ଥା ରିଲେଟେଡ୍ ଅଟେ। ନେକ୍ସଟ କ୍ୱେଶ୍ଚନ୍। ବୃଦ୍ଧି ଓ ବିକାଶର କେଉଁ ଅବସ୍ଥାକୁ ଚାପ ଓ ତାଡ଼ନା ଅବସ୍ଥା କୁହାଯାଏ? ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ବୃଦ୍ଧି ଓ ବିକାଶର କେଉଁ ଅବସ୍ଥାକୁ ଚାପ ଓ ତାଡ଼ନା, ପିରିୟଡ଼ ଅଫ୍ ଷ୍ଟ୍ରେସ୍ ଆଣ୍ଡ ଷ୍ଟ୍ରେନ୍, ଚାପ ଏବଂ ତାଡ଼ନା ଅବସ୍ଥା କୁହାଯାଉଛି। ବିକାଶର କେଉଁ ଅବସ୍ଥାକୁ? ବିକାଶର କୈଶୋର ଅବସ୍ଥା। କେଉଁ ଅବସ୍ଥାକୁ? ବିକାଶର କୈଶୋର ଅବସ୍ଥା, ଏଡଲସେନ୍ସ, କୈଶୋର ଅବସ୍ଥାକୁ ଚାପ ଏବଂ ତାଡ଼ନାର ଅବସ୍ଥା ବୋଲି କୁହାଯାଏ। ପିରିୟଡ଼ ଅଫ୍ ଷ୍ଟ୍ରେସ୍ ଆଣ୍ଡ ଷ୍ଟ୍ରେନ୍, କୈଶୋର ଅବସ୍ଥା। ନେକ୍ସଟ କ୍ୱେଶ୍ଚନ୍। ଶିଶୁର ବୌଦ୍ଧିକ ବିକାଶ ମୁଖ୍ୟତଃ 4ଟି ପର୍ଯ୍ୟାୟ ଦେଇ ସଂଗଠିତ ହୋଇଥାଏ। ଏହା ଉପରେ କିଏ ପରୀକ୍ଷା କରିଥିଲେ? ଶିଶୁର ବୌଦ୍ଧିକ ବିକାଶ ମୁଖ୍ୟଟି 4ଟି ପର୍ଯ୍ୟାୟ ଦେଇ ସଂଗଠିତ ହୋଇଥାଏ। 4ଟି ପର୍ଯ୍ୟାୟ ଦେଇ। ଏହା ଉପରେ କିଏ ପରୀକ୍ଷା କରିଥିଲେ? ଏହା ଉପରେ କମନ୍ କ୍ୱେଶ୍ଚନ୍, ପିଆଜେ ପରୀକ୍ଷା କରିଥିଲେ ବୌଦ୍ଧିକ ବିକାଶ। ବୌଦ୍ଧିକ ବିକାଶ ଉପରେ 4ଟି ପର୍ଯ୍ୟାୟ ଦେଇଥିଲେ ସେ। ଶିଶୁର ବୌଦ୍ଧିକ ବିକାଶ ମୁଖ୍ୟତଃ 4ଟି ପର୍ଯ୍ୟାୟ ଦେଇ ସଂଗଠିତ ହୋଇଥାଏ। ଏହା ପିଆଜେ ପରୀକ୍ଷା କରିଥିଲେ। ନେକ୍ସଟ କ୍ୱେଶ୍ଚନ୍। କୌତୂହଳ କେଉଁ ପ୍ରକାର ବିକାଶର ଏକ ଉଦାହରଣ? କୌତୂହଳ କେଉଁ ପ୍ରକାର ବିକାଶର ଉଦାହରଣ? ବୌଦ୍ଧିକ ବିକାଶର ଏକ ଉଦାହରଣ। କୌତୂହଳ ବୌଦ୍ଧିକ ବିକାଶର ଏକ ଉଦାହରଣ। କୌତୂହଳ ଶାରୀରିକ, ଆବେଗିକ, ସାମାଜିକ, ଅନ୍ୟ ପ୍ରକାର ବିକାଶ। ଶାରୀରିକ, ଆବେଗିକ, ସାମାଜିକ ଏସବୁ ଅନ୍ୟ ପ୍ରକାର ବିକାଶର ଉଦାହରଣ ଅଟେ। କିନ୍ତୁ କୌତୂହଳ ଏକ ବୌଦ୍ଧିକ ବିକାଶର ଉଦାହରଣ। ନେକ୍ସଟ କ୍ୱେଶ୍ଚନ୍। କେଉଁ କ୍ରିୟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ? ଜୀବନ ସାରା ଏ ପ୍ରକ୍ରିୟାଟା ଚାଲିଥାଏ। କେଉଁ କ୍ରିୟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ? କେଉଁ କ୍ରିୟା ସଂଗଠିତ ହୋଇଥାଏ? ଶିକ୍ଷଣ ପ୍ରକ୍ରିୟା। ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତରେ ଶିଖିଥାଏ। ତେଣୁ ଶିକ୍ଷଣ ପ୍ରକ୍ରିୟାଟି ସାଧାରଣତଃ ଲର୍ଣ୍ଣିଂ ପ୍ରୋସେସ୍ ଥ୍ରୁ ଆଉଟ୍ ଦ ଲାଇଫ୍, ଜୀବନ ସାରା ଚାଲିଥାଏ ଶିକ୍ଷଣ ପ୍ରକ୍ରିୟା। କେଉଁ ପ୍ରକ୍ରିୟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ? ଶିକ୍ଷଣ ପ୍ରକ୍ରିୟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ। ହର୍ଲକ ମତରେ ଆଦ୍ୟ ବାଲ୍ୟାବସ୍ଥାର ବୟସ ସୀମା କେତେରୁ କେତେ ମଧ୍ୟରେ ରହିଛି? ହର୍ଲକଙ୍କର ମତ ଅନୁସାରେ ଆଦ୍ୟ ବାଲ୍ୟାବସ୍ଥାର ବୟସ ସୀମା 2ରୁ 6 ବର୍ଷ ଅଟେ। ହର୍ଲକଙ୍କ ମତ ଅନୁସାରେ ଆଦ୍ୟ ବାଲ୍ୟାବସ୍ଥାର ବୟସର ସୀମା 2ରୁ 6 ବର୍ଷ ଅଟେ। ଶିଶୁର ଶାରୀରିକ ବିକାଶ ଓ ପରିପକ୍ୱତା ସହିତ ତା'ର ବୌଦ୍ଧିକ ବିକାଶ ଅଗ୍ରଗତି କରିଥାଏ। ଏହା କେଉଁ
ସାଇକୋଲୋଜିଷ୍ଟଙ୍କର ମତ ଅଟେ? ଏହା କେଉଁ ମନୋବିଜ୍ଞାନୀଙ୍କର ମତ ଅଟେ? ଏହା ପିଆଜେଙ୍କର ମତ ଅଟେ। ଶିଶୁର ଶାରୀରିକ ବିକାଶ ଓ ପରିପକ୍ୱତା ସହିତ ଶାରୀରିକ ବିକାଶ ମେଚୁରିଟି ଫିଜିକାଲ ଗ୍ରୋଥ ମେଚୁରିଟି ସହିତ ବୌଦ୍ଧିକ ମେଣ୍ଟାଲ ଡେଭଲପମେଣ୍ଟ ମଧ୍ୟ ହୋଇଥାଏ, କ୍ରମାନ୍ୱୟରେ ରହିଥାଏ। ଏମାନଙ୍କ ମଧ୍ୟରେ ଗୋଟେ ପ୍ରକାର କ୍ରମ ରହିଛି, ସିକ୍ୱେନ୍ସ ରହିଛି। ଏହା ପିଆଜେଙ୍କର ମତ ଅଟେ। ବିଭିନ୍ନ ସାଇକୋଲୋଜିଷ୍ଟ ବିଭିନ୍ନ ପ୍ରକାର ମତ ଦେଇଛନ୍ତି, ପିଆଜେଙ୍କର ମତ ଏଇଭଳିଆ ଅଟେ। ବିମୂର୍ତ୍ତ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ କେଉଁ ଶାରୀରିକ ବିକାଶ ପର୍ଯ୍ୟାୟ ସହିତ ସମ୍ପର୍କିତ ଅଟେ? ବିମୂର୍ତ୍ତ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ ପର୍ଯ୍ୟାୟ କେଉଁ ଶାରୀରିକ ବିକାଶ ପର୍ଯ୍ୟାୟ ସହିତ ସମ୍ପର୍କିତ ଅଟେ? କୈଶୋରାବସ୍ଥା। ବିମୂର୍ତ୍ତ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟ କୈଶୋରାବସ୍ଥା ସହିତ ରିଲେଟେଡ୍ ଅଟେ। ନେକ୍ସଟ କ୍ୱେଶ୍ଚନ୍, ଗୁଣାତ୍ମକ ଓ ପରିମାଣାତ୍ମକ ପରିବର୍ତ୍ତନ ହିଁ ବିକାଶ, ଏହା କେଉଁ ମନସ୍ତତ୍ତ୍ୱବିତ୍ କହିଥିଲେ? ଗୁଣାତ୍ମକ ଓ ପରିମାଣାତ୍ମକ ପରିବର୍ତ୍ତନ ହିଁ ବିକାଶ, ଏହା ହରଲକ୍ କହିଥିଲେ। ଗୁଣାତ୍ମକ କ୍ୱାଣ୍ଟିଟେଟିଭ୍ ଚେଞ୍ଜ, ଗୁଣାତ୍ମକ ଓ ପରିମାଣାତ୍ମକ ପରିବର୍ତ୍ତନ ହିଁ ବିକାଶ, ଗୁଣାତ୍ମକ ଓ ପରିମାଣାତ୍ମକ ପରିବର୍ତ୍ତନ ହିଁ ବିକାଶ, ଏହା ହରଲଙ୍କର ମତ ଅଟେ। ନେକ୍ସଟ କ୍ୱେଶ୍ଚନ୍, କେଉଁ ମନୋବିଜ୍ଞାନୀ ପ୍ରଥମେ ମନୋବିଜ୍ଞାନକୁ ଆଚରଣ ବିଜ୍ଞାନ ବୋଲି କହିଥିଲେ? ବିହେଭିୟରିଜମ ଉପରେ ପର୍ଯ୍ୟବେସିତ କେଉଁ ମନୋବିଜ୍ଞାନୀ ପ୍ରଥମେ ମନୋବିଜ୍ଞାନକୁ ଆଚରଣ ବିଜ୍ଞାନ ବୋଲି କହିଥିଲେ? କେଉଁ ମନୋବିଜ୍ଞାନୀ କହିଥିଲେ? ଫିଲ୍ସବରି ବୈଜ୍ଞାନିକ ସାଇଣ୍ଟିଷ୍ଟ ସାଇକୋଲୋଜିଷ୍ଟ ଫିଲ୍ସବରି ପ୍ରଥମେ ମତ ଦେଇଥିଲେ ଯେ ଆଚରଣ ବିଜ୍ଞାନ ବୋଲି କହିଥିଲେ। ମନୋବିଜ୍ଞାନକୁ ଆଚରଣ ବିଜ୍ଞାନ ବୋଲି ସେ କହିଥିଲେ, ଫିଲ୍ସବରି। ନେକ୍ସଟ କ୍ୱେଶ୍ଚନ୍, କେଉଁ ଅବସ୍ଥାରେ ପିଲାଟି ଲିଙ୍ଗ ଭିତ୍ତିକ ସାମାଜିକ କାର୍ଯ୍ୟ ଆରମ୍ଭ କରିଥାଏ? ଲିଙ୍ଗ ଭିତ୍ତିକ ସାମାଜିକ କ୍ରିୟା କରିଥାଏ କେଉଁ ଅବସ୍ଥାରୁ? ପ୍ରାନ୍ତ ବାଲ୍ୟ ଅବସ୍ଥାରୁ ସେ ତାର ସେକ୍ସକୁ ଡିଟରମାଇନ୍ କରି, ସେକ୍ସକୁ ଚିହ୍ନଟ କରି ସେକ୍ସ ହିସାବରେ କାର୍ଯ୍ୟ କରିଥାଏ। ଲିଙ୍ଗ ଭିତ୍ତିକ ସାମାଜିକ ସୋସିଆଲ ୱାର୍କିଂ କରିଥାଏ। ପ୍ରାନ୍ତ ବାଲ୍ୟ ଅବସ୍ଥା। ଲେଟର ଚାଇଲ୍ଡହୁଡ୍। ନେକ୍ସଟ କନସେପ୍ଟ, ହାରାହାରି କେତେ ବୟସ ପର୍ଯ୍ୟନ୍ତ ସମୟକୁ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ କୁହାଯାଏ? ହାରାହାରି କେଉଁ ବୟସ ପର୍ଯ୍ୟନ୍ତ ସମୟକୁ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ କୁହାଯାଏ? 2ରୁ 7 ବର୍ଷ। 2ରୁ 7 ବର୍ଷର ବୟସକୁ ସାଧାରଣତଃ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ ବୋଲି କୁହାଯାଏ। 2ରୁ 7 ବର୍ଷ। ହାରାହାରି କେତେ ବୟସ ପର୍ଯ୍ୟନ୍ତ ସମୟକୁ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ପର୍ଯ୍ୟାୟ କୁହାଯାଏ? 2ରୁ 7 ବର୍ଷ ସମୟ। ନେକ୍ସଟ କ୍ୱେଶ୍ଚନ୍, ଉଭୟ ଲିଙ୍ଗର ସମବୟସ୍କମାନଙ୍କ ସହ ନୂତନ ଓ ପରିପକ୍ୱ ସମ୍ପର୍କ ସ୍ଥାପନ କରିବା କେଉଁ ଅବସ୍ଥାର ବିକାଶୋନ୍ମୁଖୀ କାର୍ଯ୍ୟ ଅଟେ? ଉଭୟ ଲିଙ୍ଗ ସମବୟସ୍କମାନଙ୍କ ସହିତ ନୂତନ ପରିପକ୍ୱ ସମ୍ପର୍କ ଫ୍ରେଣ୍ଡସିପ୍ ସ୍ଥାପନ ସାଧାରଣତଃ ପ୍ରାକ୍ କୈଶୋରାବସ୍ଥାରେ ପିଲାଟି ଶିଖିଥାଏ। ପ୍ରାକ୍ କୈଶୋରାବସ୍ଥାରେ ଉଭୟ ଲିଙ୍ଗର ସମବୟସ୍କ ମାନଙ୍କ ସହିତ ନୂତନ ପରିପକ୍ୱ ସମ୍ପର୍କ ସ୍ଥାପନ କରିବା, ବୟସ୍କ ସହିତ ସମ୍ପର୍କ ନୂତନ ଓ ପରିପକ୍ୱ ସମ୍ପର୍କ ସ୍ଥାପନ କରିବା ସାଧାରଣତଃ ଏଠି ପ୍ରାକ୍ କୈଶୋରାବସ୍ଥାର ଲକ୍ଷଣ ଅଟେ। ପ୍ରାକ୍ କୈଶୋରାବସ୍ଥାରେ ଶିଶୁଠାରେ ଘଟିଥିବା ଆବେଗ ଗୁଡ଼ିକ ମଧ୍ୟରୁ କେଉଁଟି ମୂଳ ଆବେଗ ନୁହେଁ? କୈଶୋରାବସ୍ଥାରେ ଘଟିଥିବା ଆବେଗ ଗୁଡ଼ିକ ମଧ୍ୟରୁ ଈର୍ଷା ମୂଳ ଆବେଗ ନୁହେଁ, ଭୟ ମୂଳ ଆବେଗ, ସ୍ନେହ ମୂଳ ଆବେଗ, କ୍ରୋଧ ମୂଳ ଆବେଗ, କିନ୍ତୁ ଈର୍ଷା ଏଠାରେ ମୂଳ ଆବେଗ ନୁହେଁ। ନେକ୍ସଟ କ୍ୱେଶ୍ଚନ୍, ପ୍ରାକ୍ କୈଶୋରାବସ୍ଥାରେ ଘଟୁଥିବା ପରିବର୍ତ୍ତନ କ୍ଷିପ୍ର ନୁହେଁ କି ଧୀର ନୁହେଁ? ଏହା କେଉଁ ମନସ୍ତତ୍ତ୍ୱବିତ୍ଙ୍କ ମତ ଅଟେ? ପ୍ରାକ୍ କୈଶୋରାବସ୍ଥାରେ ଘଟୁଥିବା ପରିବର୍ତ୍ତନ କ୍ଷିପ୍ର ନୁହେଁ କି ଧୀର ନୁହେଁ? ଦ୍ରୁତ ନୁହେଁ କି ଫାଷ୍ଟ ନୁହେଁ? କ୍ଷିପ୍ର ଫାଷ୍ଟ କିମ୍ବା ସ୍ଲୋ ନୁହେଁ, ଦ୍ରୁତ କିମ୍ବା ଧୀର ନୁହେଁ। ଏହା କେଉଁ ମନସ୍ତତ୍ତ୍ୱବିତ୍ ଦେଇଥିଲେ? ମନସ୍ତତ୍ତ୍ୱବିତ୍ ହରଲକଙ୍କ ମତ ଅଟେ। ପ୍ରାକ୍ କୈଶୋରାବସ୍ଥାରେ ଘଟୁଥିବା ପରିବର୍ତ୍ତନ କ୍ଷିପ୍ର ନୁହେଁ କି ଧୀର ନୁହେଁ, ଏହି ମତ ମନସ୍ତତ୍ତ୍ୱବିତ୍ ହରଲକ୍ ଦେଇଥିଲେ। କେଉଁ ବର୍ଷ ବୟସ ବେଳକୁ ଶିଶୁ ବସ୍ତୁର ବର୍ଗୀକରଣ ଓ କ୍ରମୀକରଣ କରିବା ଶିଖିଥାଏ? କେଉଁ ବୟସରେ ସେ ବର୍ଗୀକରଣ କ୍ଲାସିଫାଇ କରିପାରୁଛି, ଶ୍ରେଣୀ ବିଭାଜନ କରିପାରୁଛି? ଶ୍ରେଣୀ ବିଭାଜନ କରିବା ପାଇଁ ତା ମଧ୍ୟରେ କ୍ଷମତା ଆସିଯାଉଛି
केते बयस केते वर्ष होला बेलू केते एज रे पिलाटी वर्गीकरण क्रमीकरण करि पारुछ वर्गीकरण एवं क्रमीकरण करिया पय साधारणतः 6 रु 7 वर्ष समय 6 रु 7 वर्ष समय रे से वर्गीकरण करिया पय एबिलिटी तार आस जाय थाए। निम्नोक्त केउटी आवेग विकासर उदाहरण केउटी आवेगर विकासर कौतूहल आवेग विकासर उदाहरण केउटी आवेगिक इमोशनल डेवलपमेंट केउटी आवेगिक विकासर उदाहरण इमोशनल डेवलपमेंट कौतूहल कौतूहल एम्यूजमेंट कौतूहल साधारणतः आवेग विकासर एक उदाहरण अटे। ओजन बढ़िया समस्या समाधान गोष्ठी सहित चलवा सामाजिक ओजन बढ़िया आमर शारीरिक समस्या समाधान मेंटल डेवलपमेंट ए सब हूँ अन्य विकास उदाहरण किंतु एठारे कौतूहलटी साधारणतः इमोशनल डेवलपमेंट अटे। निम्नोक्त केउं अवस्था शिशुर बौद्धिक विकास तार इंद्रियानुभूति मध्य इंद्रियानुभूति उपरे पर्यवेसित निम्नोक्त केउं अवस्था शिशुर बौद्धिक विकास तार इंद्रियानुभूति इंद्रिय माध्यम सेन्स ऑर्गन द्वारा से शिखी थाए केउं अवस्था पिलाटी बौद्धिक विकास साधारण तार सेन्स ऑर्गन माध्यम होता है आम 5टी सेन्स ऑर्गन रही से 5टी सेन्स ऑर्गन माध्यम शिखी थाए केउं अवस्था शैशव अवस्था केवल से सेन्सेस माध्यम ही शिखी थाए इंद्रियानुभूति माध्यम ही से शिखी थाए बौद्धिक विकास तार डेवलपमेंट होता है। वस्तुर जीवन अच्छी यही लक्षण केउं समय शिशु ठार देखा जाए वस्तुर जीवन अच्छी छोट पिला भावती निर्जीव वस्तु देहरे जीवन अच्छे से गोटे पड़गले जो पड़ी था से माटी को बाड़ेले जाए से शांत होता तो वस्तुर जीवन अच्छी यही लक्षण क्यों समय शिशु ठार देखा जाए आद्य बाल्यावस्था देखा जाए आद्य बाल्यावस्था प्रत्येक निर्जीव वस्तु को से सजीव भावी था वस्तुर जीवन अच्छी बोले भावी था आद्य बाल्यावस्था अर्लियर चाइल्डहुड परिमाणात्मक और गुणात्मक परिवर्तन होउछि विकास परिमाणात्मक और गुणात्मक परिवर्तन होउछि विकास यह निम्नोक्त केउं मनोवैज्ञानिक मत अटे परिमाणात्मक और गुणात्मक परिवर्तन होउछि परिमाणात्मक अर्थात क्वालिटेटिव चेंज इज डेवलपमेंट केउं मनोवैज्ञानिक मत अटे हरलक मत परिमाणात्मक गुणात्मक परिवर्तन ही डेवलपमेंट अटे या हरलंकर मत अटे। नेक्स्ट कॉन्सेप्ट निम्नोक्त मध्य केउंटी मानसिक स्वास्थ्य बोली कहा जाउछि शारीरिक और मानसिक सुस्थता शारीरिक और मानसिक सुस्थता मानसिक स्वास्थ्यर एक उदाहरण अटे। निम्नोक्त मध्य केउंटी मानसिक स्वास्थ्य कहा जाए शारीरिक बहुत शारीरिक एवं मानसिक फिजिकल एंड मेंटल है मेंटल सुस्थता को आम मानसिक स्वास्थ्य बोली कहवा। नेक्स्ट क्वेश्चन घटना और व्यक्ति मानक मध्य थिबा सामंजस्य और पार्थक्य अनुभूति करबा केउं विकास अंतर्गत घटना और व्यक्ति मानक मध्य थिबा सामंजस्य और पार्थक्य अनुभव करबा केउं विकास अंतर्गत अटे। बौद्धिक घटना और व्यक्ति मानक मध्य थिबा सामंजस्य और पार्थक्य समानता एवं डिफरेंस सिमिलारिटीज एंड डिफरेंट को अनुभव करबा कहा मध्य घटना एवं व्यक्ति मानक मध्य थिबा सिमिलारिटीज एवं डिफरेंस सामंजस्य समानता पार्थक्य विभेदता को चिन्हिबा केउं विकास अंतर्गत अटे। बौद्धिक विकास कॉग्निटिव डेवलपमेंट हरलक मतरे पुओ मानक क्षेत्र में शारीरिक अभिवृद्धि निम्नोक्त केउं वर्ष पर्यंत होता है पुओ माने साधारणतः केते वर्ष पर्यंत शारीरिक वृद्धि होता है तापर एतेटा डेवलपमेंट हुए ना डेवलपमेंट होता है कि एतेटा हुए हरलक मत अनुसार एज लिमिट हूँ 20 रु 22 वर्ष 20 रु 22 वर्ष पर्यंत पुओ पिला मानकर शारीरिक अभिवृद्धि होता है 20 रु 22 वर्ष मध्य तापर एतेटा डेवलपमेंट होई न थाए। क्वेश्चन नंबर 27 गोष्ठीर नीति नियम मानी सही अनुरूप आचरण प्रदर्शन करने निम्नोक्त केउं विकास सहित संपर्कित गोष्ठीर नीति नियम मानिबा सही अनुरूप आचरण प्रदर्शन करने केउं विकास सहित संपर्कित अटे यह सामाजिक विकास सहित सोशल डेवलपमेंट अटे सामाजिक डेवलपमेंट सोशल डेवलपमेंट हेले पिलाटी गोष्ठीर नीति नियम मानि चलिबो अनुरूप एवं गोष्ठीर नीति नियम अनुसार कार्य प्रदर्शन करिवो ए सब सामाजिक विकासर अंतर्भुक्ति अटे। मातृगर्भरे गर्भसंचार प्राय केते दिन परे पूर्णांग सृष्टि मातृगर्भरे आफ्टर फर्टिलाइजेशन समायन परे
କେତେ ସମୟ ପରେ ପିଲା ଶିଶୁଟି ପ୍ରସବ ହେଉଛି? ତ ମାତୃଗର୍ଭରେ ପିଲାଟି ସମୁଦାୟ 280 ଦିନ ରହୁଛି, 280 ଦିନ ପର୍ଯ୍ୟନ୍ତ ରହୁଛି। କେତେ ଦିନ ପରେ ପୂର୍ଣ୍ଣାଙ୍ଗ ଶିଶୁଟି ଜନ୍ମ ହୋଇଥାଏ? 280 ଦିନ ପରେ। ନେକ୍ସଟ କ୍ୱେଶ୍ଚନ୍, ସମଜାତୀୟ ଯମଜ ସନ୍ତାନ କିପରି ସୃଷ୍ଟି ହୋଇଥାଏ? ସମଜାତୀୟ ଯୁଡ଼ୁଆ ଯାହା ଟୁଇନ୍ ସୃଷ୍ଟି ହେଉଛି। ସମଜାତୀୟ ଯମଜ ସନ୍ତାନ କିପରି ସୃଷ୍ଟି ହୋଇଥାଏ? ଆନ୍ସର ଇଜ୍ ଏ, ନିଷିକ୍ତ ଡିମ୍ବାଣୁଟି ଖଣ୍ଡ ବିଖଣ୍ଡିତ ହେବା ଦ୍ୱାରା, ନିଷିକ୍ତ ଡିମ୍ବାଣୁଟି ଖଣ୍ଡ ବିଖଣ୍ଡିତ ହେବା ଦ୍ୱାରା ସମଜାତୀୟ ଯମଜ ସନ୍ତାନ ସୃଷ୍ଟି ହେବାର ପସିବିଲିଟି ରହୁଛି। ସମଜାତୀୟ ଯମଜ ସନ୍ତାନଟି ସୃଷ୍ଟି ହେବାର ପସିବିଲିଟି କେତେବେଳେ ରହୁଛି ନା ଯେତେବେଳେ ନିଷିକ୍ତ ଡିମ୍ବାଣୁଟି ଖଣ୍ଡ ବିଖଣ୍ଡିତ ହେଉଛି। ଲାଷ୍ଟ କ୍ୱେଶ୍ଚନ୍, ସାଧାରଣତଃ ନାରୀମାନଙ୍କର 2ଟି ଋତୁସ୍ରାବର ମଧ୍ୟବର୍ତ୍ତୀ କାଳରେ କେତୋଟି ଡିମ୍ବାଣୁ ପରିପକ୍ୱ ହୋଇଥାଏ? ବିଟୱିନ୍ 2 menstrual cycle କେତୋଟି ଡିମ୍ବାଣୁ ପରିପକ୍ୱ ହେଉଛି? ଓନ୍ଲି 1, ଗୋଟିଏ ଡିମ୍ବାଣୁ ପରିପକ୍ୱ ହେଉଛି। ଏ ଗୋଟିଏ ଡିମ୍ବାଣୁ ପାଇଁ ରେସ୍ରେ ଭାଗ ନେଉଛନ୍ତି ଅସଂଖ୍ୟ ସ୍ପର୍ମ। ସେଥିରୁ ଯିଏ ରେସ୍ ଜିତୁଛି ତାହାରି ମାଧ୍ୟମରେ ସମାୟନ ହେଉଛି ଏବଂ ଯୁଗ୍ମ କରୁ ଯୁଗ୍ମଜ ସୃଷ୍ଟି ହେଉଛି, ଯାହାକି ଜୀବର ପ୍ରଥମ କୋଷ ଅଟେ। ଥ୍ୟାଙ୍କ ୟୁ ଫର୍ ୱାଚିଂ ଦିସ୍।